କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧୀନସ୍ଥ ସମସ୍ତ ଚାଷୀ ତଥା କର୍ଲାମୁଣ୍ଡା ବ୍ଲକ ବିକାଶ ପରିଷଦ ତରଫରୁ ଗଣଧାରଣା ଦିଆଯାଇଥିଲା। କର୍ଲାମୁଣ୍ଡା ଶିବ ମନ୍ଦିରଠାରୁ ଶତାଧିକ ଚାଷୀ ରାଲିରେ ଆସି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ 6 ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀ ପ୍ରଥମ ଦାବି ଅନୁରୋଧ କରିଥିଲେ ଯେ ଚାଷୀମାନେ ଧାନକୁ ଶୁଖାଇ ଓ ସଫା କରି ଓ ଟୋକନ ଅନୁଯାୟୀ ମଣ୍ଡିକୁ ଆଣୁଛନ୍ତି। ତଥାପି ପ୍ୟାକ୍ସ କର୍ମଚାରୀ ଗ୍ରେନ୍ ଏନାଲାଇଜର ମେସିନ ମାଧ୍ୟମରେ ଏଫଏକ୍ୟୁ ମାନ ପରୀକ୍ଷା କରି କହୁଛନ୍ତି ଯେ ଏଫଏକ୍ୟୁ ମାନର ଧାନ ନୁହେଁ, ଯଦ୍ୱାରା ଚାଷୀ ହତାଶ ହେଉଛନ୍ତି ଓ ଚାଷୀ ଦାବି କରି କହିଛନ୍ତି ଆପଣ ଧାନର ଚୋପା ନ ଦେଖି ଧାନର ଚାଉଳକୁ ଦେଖି ଏଫଏକ୍ୟୁ ନିର୍ଦ୍ଧାରିତ କରନ୍ତୁ ବୋଲି ଓ ମଣ୍ଡିରେ ସ୍ଥାନୀୟ ମିଲର ମାନେ ମଣ୍ଡିରେ ଧାନ କ୍ରୟ କରୁଥିବାରୁ ସେମାନେ ମନ ମୁତାବକ ନିୟମ ଭଙ୍ଗ କରୁଛନ୍ତି ଓ ଚାଷୀମାନଙ୍କୁ କଟନୀ ଛନ୍ନିର ଶିକାର ହେବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ସ୍ଥାନୀୟ ମିଲର ବ୍ୟତୀତ ଅନ୍ୟାନ୍ୟ ମିଲରଙ୍କୁ ଯୋଗାଇ ଦିଆଯାଉ। ଅନ୍ୟ ଏକ ଦାବି ଗତ ବର୍ଷ ମାନଙ୍କର ଧାନ ବସ୍ତା ନେଇକି ଆଜି ପର୍ଯ୍ୟନ୍ତ ପ୍ୟାକ୍ସ କର୍ମଚାରୀ ଫେରାଇ ନାହାନ୍ତି। ଚାଷୀମାନଙ୍କୁ ଅଖା ବସ୍ତାର ମୂଲ୍ୟ କେବେ ଦେବେ ନା ଅଖା ବସ୍ତା ଫେରାଇ ଦେବେ ତାର ଜବାବ ଦରକାର। ଯଥାଶୀଘ୍ର ଟୋକନ ଅନୁଯାୟୀ ଧାନ ଉଠାଇବା ପ୍ରଶାସନିକ ଆବଶ୍ୟକ ପଦକ୍ଷେପ। ଧାନ ସଂଗ୍ରହ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଧାନ କିଣା ଯାଉ, ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି କର୍ଲାମୁଣ୍ଡା ବିକାଶ ପରିଷଦ ଚେତାବନୀ ଦେଇଛନ୍ତି ପ୍ରଶାସନକୁ। କର୍ଲାମୁଣ୍ଡାରୁ ଚର୍ଚ୍ଚା ଟିଭି।